ଏବେ ଅନ୍ତରାତ୍ମାର ରୂପ ଆପଣ କଣ ଦଉଛନ୍ତି ଆପଣଙ୍କ ଉପରେ ଡିପେଣ୍ଡ କରୁଛି। କାହିଁକି ନା ଆଜି ତାଙ୍କୁ ଯୋଉ ଅବସ୍ଥାରେ ରଖିଥିଲେ ଆପଣ ପାଇଁ ହିଁ ସେ ଥିଲେ ସେ ଅବସ୍ଥାରେ। ଆଉ ମତେ ଆପଣ ମାନେ ସ୍କୋପ ଦେଲେ ମୁଁ ତାଙ୍କୁ ବନ୍ଧନ ମୁକ୍ତ କରାଇଦେଲି। ତ ଏଣିକି ବି ତାଙ୍କୁ ଯୋଉ ପ୍ରକାର ରଖେ ଆପଣ ହିସାବରେ ହିଁ ରଖିବେ। ତେଣୁ ନିଜ ମନକୁ ପଚାରନ୍ତୁ ଯେ ଅନ୍ତରାତ୍ମା ଖୁସିରେ ରଖିବା ପାଇଁ ଚାହୁଁଛନ୍ତି ୟା ଦୁଃଖରେ ରଖିବା ପାଇଁ ଚାହୁଁଛନ୍ତି। ଏଟା ଆପଣଙ୍କର ଉପରେ ଛାଡ଼ିଦେଲି। ଚାଲ ବହୁତ ଜଣଙ୍କ କୋହ ଥିଲା ଭିତରେ ବହୁତ ଜଣଙ୍କର କୋହ ଥିଲା ଦେଖିପାରୁଥିଲି। ହୁଁ। ସେ ମାନେ ଶବ୍ଦରେ ବି ବର୍ଣ୍ଣନା କରିପାରିବେନି ସେ କୋହ କଣ। ଶବ୍ଦରେ ତାକୁ ପ୍ରକାଶ କରିହେବ। ଏକ୍ସପିରିଏନ୍ସ କଣ ତାକୁ ଶବ୍ଦରେ ପ୍ରକାଶ କରିପାରିବେନି। ବଟ୍ ହଁ ଠିକ ଅଛି। ଯଦି ଆମେ ତାକୁ ଆଜି ବଞ୍ଚିବା ପାଇଁ ରାହା ଦେଇଛେ ଦିଅନ୍ତୁ ତାକୁ ପୁରା ହ୍ୟାଣ୍ଡ ଫ୍ରି କରିଦିଅନ୍ତୁ। ସେ ଆପଣଙ୍କ ଜୀବନରେ ବହୁତ ଖୁସି ନେଇକି ପଳେଇ ଆସିବ। ହ୍ୟାଣ୍ଡ ରାଇଜ କରନ୍ତୁ ଏକ୍ସପିରିଏନ୍ସ ଟିକେ ସେୟାର କରିବେ। ରାଇଟ। କୋଉ ମାନଙ୍କର କୋହ ଥିଲା ହ୍ୟାଣ୍ଡ ରାଇଜ କରନ୍ତୁ କୋହ। କେମିତିକା କୋହ ଥିଲା ଦେଖିବା ଟିକେ। ପଗୁ ବେହେରା ଆପଣଙ୍କୁ ନିଦ ଆସିଗଲା ବହୁତ ଦୁଃଖର ବିଷୟ। ମେଡିଟେସନରେ ବି ଆପଣଙ୍କୁ ନିଦ ଆସିଲା ମାନେ ଚିନ୍ତା କରନ୍ତୁ। ବହୁତ ଦୁଃଖ ଲାଗୁଛି। ରାଇଟ ହଉ ଠିକ ଅଛି ଉପର ବାଲା ଚାହିଁଲେ ମୋ ସହିତ ଆପଣଙ୍କ ସହିତ କନେକ୍ଟ କଲେ ବଟ୍ ହଁ ମୁଁ ଚେଷ୍ଟା କଲି ବଟ୍ ଏହାର ଫାଇଦା ଆପଣ ଉଠେଇ ପାରିଲେନି ମାନେ କୋଉଠି ନା କୋଉଠି ଅନ୍ତରାତ୍ମାକୁ ଆପଣ ବଞ୍ଚେଇ ପାରିବେ ତ ପଚାରନ୍ତୁନି। ଯଦି ୟେସ୍ ଆସୁଛି ତାହେଲେ ଠିକ ଅଛି। ସାନୁ ଆସ। ପ୍ରଣାମ କରୁଛି। ହୁଁ ନମସ୍କାର କୁହ କଣ ଏତେ କଷ୍ଟ ଥିଲା? ଆକ୍ଚୁଆଲି କେବେ ମୁଁ ଗ୍ରାଟିଟ୍ୟୁଡ କେବେ ଜଣେଇ ପାରୁନି କାହାକୁ। ହୁଁ ହୁଁ ନା ମମି ବାପା ଅ, ସାଙ୍ଗ ସାଙ୍ଗକୁ ଏମିତି ଆମେ ଫର୍ମାଲି କହିଦଉ କି ହଁ କାମଟା କରିଦେଲି ଥ୍ୟାଙ୍କ ୟୁ। ମୋ କାମରେ ଆସିଥିଲୁ ଥ୍ୟାଙ୍କ ୟୁ। ଆଉ ମମି ବାବାଙ୍କୁ ତ କେବେ ବି ଥ୍ୟାଙ୍କ ୟୁ କହିନି କି ସେ ଏତେ ବଡ ଦୁନିଆକୁ ଆଣିଛନ୍ତି ଏତେ ବଡ କରିଲେ ସବୁ ଦେଇଛନ୍ତି। ବାକି ରହିଲା ନିଜ ସହିତ ସମସ୍ତଙ୍କ ପରେ ନିଜକୁ ତ କେବେ ଆତ୍ମାକୁ ଦେଖିନି। ଆଜି ଫାଷ୍ଟ ଟାଇମ ମୁଁ ଆତ୍ମାକୁ ଦେଖିଲି ଆଉ ସମସ୍ତଙ୍କୁ ଥ୍ୟାଙ୍କ ସେତିକି ଗ୍ରାଟିଟ୍ୟୁଡ ଜଣଉଛି ସମସ୍ତେ ମୋ ଲାଇଫରେ ବହୁତ ଭଲ ଭଲ ମତେ ଏତେ ଶିକ୍ଷା ଦେଇଛନ୍ତି। ହୁଁ। ସେ ଜାଣିବାକୁ ଦେଇଛନ୍ତି ଆଉ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଯୋଉଟା କି ଆପଣ ସେଭଳିଆ ଦେଖେଇଲେ ସମସ୍ତଙ୍କୁ ଗ୍ରାଟିଟ୍ୟୁଡ ଜଣେଇବାର। ଥ୍ୟାଙ୍କ ୟୁ ସୋ ମଚ୍ ଥ୍ୟାଙ୍କ ୟୁ। ଓକେ ଠିକ ଅଛି। ମୁଁ ଦେଖିଛି ମେଡିଟେସନ ପରେ କାହାର ବାପା କାହାର ପୁଅ ସହିତ ସମ୍ପର୍କ ଯୋଡି ହେଇଯାଇଛି। ହଜବେଣ୍ଡ ୱାଇଫ ଭିତରେ ସମ୍ପର୍କ ଯୋଡି ହେଇଯାଇଛି। ଶତ୍ରୁ ସହିତ ବି ସମ୍ପର୍କ ଯୋଡି ହେଇଯାଇଛି। ହେଇନି ୟେସ୍। ବାପା କାହାର ସମ୍ପତ୍ତି ବି ଭାଗ ଦଉନଥିଲା ପୁଅ ଅଲଗା କରିଦେଇଥିଲା ଏଇ ଗ୍ରାଟିଟ୍ୟୁଡ ପରେ ବାପାଙ୍କର କଲ୍ ଆସିଛି ଯେ ବାବା ଆସ ଗାଁକୁ ଆସିଲି ଜମି ବାଡିର ହିସାବ କରିବ। ଚାଲ ଠିକ ଅଛି ସ୍ୱାତି ଆସ। ସାର୍ ନମସ୍କାର। ହୁଁ। ଏକ୍ସପିରିଏନ୍ସ ବହୁତ ଭଲ ଥିଲା ସାର୍ ଆଉ ପୁରା ପାଖରେ ଯେମିତି ମା ବାପାକୁ ଦେଖିଲା ଭଳିଆ ପୁରା ଲାଗୁଥିଲା। ଆଚ୍ଛା ବାପା ମାଙ୍କୁ କେବେ ଭୁଲ ମାଗିଥିଲ? ନାଇଁ ସାର୍ ଆଜି ଏତେ ଶିକ୍ଷା ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ ସାର୍। ଆଚ୍ଛା ଆଉ ଓକେ। ମୁଁ ଯାହାବି ଭୁଲ ଭୁଲ ତ ସମସ୍ତଙ୍କର ହୋଇଥାଏ ସାର୍। ହୁଁ। ବେଲେ କେବେ ଆମେ କ୍ଷମା କେବେ ମାଗବାର ଲାଗି ଚାହବାରନି ବି ହୁଁ ହେଲା। ହୁଁ ଆଜି ସୁଯୋଗ ମିଳିଲା ଯେ ତାଙ୍କ କ୍ଷମା ମାଗବାର ଲାଗି। ଭେରି ଗୁଡ୍ ଭେରି ଗୁଡ୍। ଅନ୍ତରାତ୍ମା ପୁରା ରେ ଏକଦମ ରିଲାକ୍ସ ହେଇଗଲା। ହଁ। ହଁ ହଁ ସାର୍।
ଭେରି ଗୁଡ୍। ଆସ ସଂଯୁକ୍ତା କରିପାରିଲ, ମୁଁ ତମ ଚେହେରା ଦେଖି ପାରୁନଥିଲି। ହଉ ରିଲାକ୍ସ ରିଲାକ୍ସ, ସରିଲାଣି କାମ ସରିଗଲାଣି, ତାକୁ ଆଉ ଆଉ ସେ ଇମୋସନ ଯୋଡିବାନି। ସ୍କୋପ ମିଳିଗଲା। ହଁ ସ୍କୋପ ମିଳିଗଲା, ତାକୁ ଆଉ ଆଉ ଯୋଡିବାନି। ଯୋଉଟା ସମୟ ଯୋଉଟା ଗଲା ତାକୁ ଯୋଡ। ଏବେ ଏବେ ରିଲାକ୍ସ। ରିଲାକ୍ସ ହେଇଯାଅ, ରିଲାକ୍ସ ରିଲାକ୍ସ ରିଲାକ୍ସ। ପାଣି ପିଇବ, ମୁଁ ଆଉ ଜଣଙ୍କ ସହିତ କଥା ହଉଛି ହେଲା। ଚାଲ ଲିଲି ମା ଆସ। ନମସ୍କାର ସାର୍। ହୁଁ ନମସ୍କାର, କୁହନ୍ତୁ। ସାର୍ ମୁଁ ତ ସବୁଦିନ ମେଡିଟେସନ କରୁଥିଲି, ହୁଁ, କିନ୍ତୁ ଆଜି ଯୋଉ ମେଡିଟେସନ ରେ ମତେ ବହୁତ ମାନେ ତକଲିଫ ହେଇଛି। ଆଚ୍ଛା ତ ପ୍ରଥମ ତ ମାନେ କହିବି ପାରୁନି କି ଆଜି ଅ ପ୍ରଥମ ଥର ପାଇଁ ମୁଁ ମାନେ ମୋ ମାମାଙ୍କୁ ସାର୍ ଆକ୍ଚୁଆଲି ମୋର ମାନେ ମାମା ବି ନାହାନ୍ତି କି ଆଉ ବାବା ବି ନାହାନ୍ତି। ଓକେ ତ ଓକେ। ମାମା ହିଁ ଏକୁଟିଆ ଥିଲେ, ଯାହାକି ମୁଁ ବାବାଙ୍କୁ ଦେଖିନି। ମୁଁ ହୁଁ ଜନ୍ମ ହବା ପୂର୍ବରୁ ବାବାଙ୍କର ମାନେ ଡେଥ ହେଇଯାଇଛି। ଓକେ ଓକେ ହଁ ତ ହଁ। ହୁଁ ତ ଯାହାକି ମାମା ହିଁ ସବୁ କିଛି ମତେ ହୁଁ ଇଏ ହୁଁ କରିଥିଲେ, ହୁଁ ଦେଖୁଥିଲେ ଯାହାବି କିଛି। ତ ବଡ ବି ମାମାଙ୍କ ପାଖରେ ହିଁ ହେଇଛି। ହୁଁ ତ ମାମାଙ୍କର ଯେତେବେଳେ ଡେଥ ହେଇଗଲା ନା ସାର୍, ତ ମୁଁ ନଥିଲି ଆକ୍ଚୁଆଲି ବାଙ୍ଗାଲୋରରେ ହିଁ ଥିଲି। ହଁ ତ ହଁ ମାମାଙ୍କର ଓଡିଶାରେ ଡେଥ ହେଲା। ତ ଲାଷ୍ଟ ଟାଇମ ମାମା କହିଥିଲେ ଯେ ମୋ ପାଖରେ ଆସିକି ରହିବା ପାଇଁ, ଯାଇକି ମୁଁ କରିବି ହଁ ପାରିନଥିଲି। ତ ସେଇଟା ଅଫସୋସ ଲାଗୁଛି ଯେ ଆଜି ମାନେ ଫାଷ୍ଟ ଟାଇମ୍ ମାମାଙ୍କ କଥା ଇଏ କରୁ କରୁ ମୁଁ ଅଟୋମେଟିକ ଆଉ କଣ୍ଟ୍ରୋଲ କରିବି ପାରିଲିନି। ଓକେ ଓକେ। ବହୁତ ମାନେ ମିସ୍ କରୁଛି। ବାବାଙ୍କୁ ତ ମୁଁ କେବେ ଦେଖିନି ହିଁ। ୟେସ୍ ତ ୟେସ୍ ତାଙ୍କ ହଁ ଫଟୋ ବି ହୁଁ ତ ତାଙ୍କର ଫେସ୍ ନା ମୋ ପାଖରେ ମାନେ ମୁଁ କଳ୍ପନା ବି କରିପାରୁନି। ହୁଁ ହୁଁ ହୁଁ। କିଛି ବି ଜାଣିବି ପାରୁନି, ଦେଖିନି ମୁଁ ତାଙ୍କୁ ଇମୋସନ ନାହିଁ କେବେ। ନା, ବାପାଙ୍କର ଇମୋସନ ନାହିଁ, ସେଥିପାଇଁ ତାଙ୍କର ଫଟୋ ବିଲକୁଲ ନାହିଁ ସାର୍। ହଁ, କରିପାରୁନି। ହଁ ବାସ୍ ବାସ୍ ବାସ୍। ଯାହାକି ମାମା ହିଁ ମାନେ ଛୋଟ ବେଳୁ ମତେ ବାବା ମାଙ୍କର ସମସ୍ତଙ୍କର ଭଲ ପାଇବା ଦେଇଛନ୍ତି। ହୁଁ ହୁଁ ତ ହୁଁ ସେଥିପାଇଁ ମାମା ମତେ ବହୁତ ଭଲ ପାଉଥିଲେ। ତ ସେଥିପାଇଁ ମତେ ବହୁତ ଦୁଃଖ ଲାଗୁଛି ଯେ ମୋ ମାମାଙ୍କ କିଛି ବି ଲାଷ୍ଟ ଷ୍ଟେଜ ର ଯାହାବି କିଛି ଖ୍ୱାଇଶ ଥିଲା ପୂରଣ ବି କରିପାରିଲିନି। ଓକେ ସେଥିପାଇଁ ବହୁତ ଠିକ ଅଛି, ଅଫସୋସ। ଆଜି କ୍ଷମା କ୍ଷମା କରିଦେଲେ, ଆଜି ମା ବି ଆଜି ଖୁସି ଯେ ଯାହା ହଉ ମୋ ଝିଅ ଆଜି ମତେ କ୍ଷମା କରିଦେଇଛନ୍ତି। ହଁ ଠିକ ଅଛି, ସାର୍। କାହିଁକିନା ମା ସିନା ଦୁନିଆରୁ ତାଙ୍କର ଫିଜିକାଲ ୱାର୍ଲଡରୁ ସେ ଚାଲିଗଲେ, ତାଙ୍କର ଆତ୍ମା କିନ୍ତୁ ପାଖରେ ଅଛି। ତ ସେ ଆତ୍ମା ଆଜି ଆପଣଙ୍କୁ କ୍ଷମା କରିଦେଲେ। ଡୋଣ୍ଟ ୱରି, ଏବେ ଏକଦମ ଆପଣ ଲିଡ୍ କରନ୍ତୁ ଆଗକୁ, କୋଉଠି ନା କୋଉଠି ଏସବୁ ଆମ ଜୀବନରେ ସମସ୍ତଙ୍କର କଣ କୋଉଠି ନା କୋଉଠି ଆଶା ଭରସାକୁ ଆମେ ସଫଳତା ଦେଇପାରୁନେ, ଯାହାଦ୍ୱାରା କି ଆମ ଜୀବନରେ ବି ବହୁତ ସାରା ବ୍ଲକେଜ ଆଉଛି, ସତ କଥା ଏଇଟା। ତ ଯେତେବେଳେ ଆମେ ତାଙ୍କୁ ତାଙ୍କ ଆତ୍ମା ସେ ଦୁନିଆରେ ନାହାନ୍ତି, ତାଙ୍କ ଆତ୍ମାଙ୍କୁ ବି ଯଦି ଆମେ କ୍ଷମା ପ୍ରାର୍ଥନା କରୁଛେ, ବହୁତ କିଛି ପରିବର୍ତ୍ତନ ଜୀବନରେ ଆସୁଛି, ବହୁତ ଆସୁଛି। ହୁଁ ହଉ ଠିକ ଅଛି ଲୀଲା, ଠିକ ଅଛି, ଥ୍ୟାଙ୍କ ୟୁ। ଅନୁସୟା ଆସନ୍ତୁ। ପ୍ରଣାମ ସାର୍। ହୁଁ ନମସ୍କାର, କୁହନ୍ତୁ। ବାପା ମା ତ ନାହାନ୍ତି, 2015ରେ 6 ମାସ ଗ୍ୟାପ ରେ ଚାଲିଗଲେ। ମା ହୁଁ ଯିବା ସମୟରେ ମୁଁ ତାଙ୍କ ପାଖରେ ବି ରହିନଥିଲି, ବି.ଏଡ୍ କରୁଥିଲି। ଠିକ 6 ମାସ ପରେ ବାପା ବି ପଳେଇଲେ। ହୁଁ ଆଜି ମୁଁ ଏମିତି ତ ସେଣ୍ଟିମେଣ୍ଟାଲ, କିନ୍ତୁ ଆଜି ଗୋଟେ କଣ ଆପଣଙ୍କର କୃପା କି କଣ ମୁଁ ଜାଣିନି, ଏମିତି ଲୁହ ଆସିବାଟା। ଆଉ କଷ୍ଟ ତ ହେଇଛି, ମୁଁ ବୋଧେ ଆଘାତ ଜାଣିବାରେ ଦେଇନି, କିନ୍ତୁ ମତେ ମୋ ମନରେ ଗୋଟେ ଅଫସୋସ ଆସିଲା, ହୁଏତ ମା ଯିବା ବେଳେ ମୁଁ ତା ପାଇଁ କିଛି କରିପାରିଲିନି, ତା ପାଖରେ ରହିପାରିଲିନି, ସେଥିପାଇଁ ମୋର ଗିଲଟି ଫିଲ୍ ହେଇକି ଲୁହ ଆସୁଥାଏ। ହୁଁ ଆଉ ସେକେଣ୍ଡ ରହିଲା ମୋର ହଜବେଣ୍ଡ, ଆମର ବହୁତ ଗୋଟେ ଏକ୍ସେପସନାଲ ମ୍ୟାରେଜ ହେଇଥିଲା। ହୁଁ ହୁଁ ସେ ବି ମତେ ବହୁତ ଭଲ ପାଆନ୍ତି, ମୁଁ ବି ବହୁତ ଭଲ ପାଏ। ଆମ ଭିତରେ ଭଲ ପାଇବା ବହୁତ ବେଶୀ ହୁଏତ ସେଟା ଗତ ଜନ୍ମର, କିନ୍ତୁ ଏବେ ସମୟରେ ମୁଁ ବି ତାଙ୍କ ପାଖରେ ପାଇପାରୁନି, କି ସିଏ ବି ମତେ ପାଇ ପାରୁନାହାନ୍ତି। ସେ ହୁଁ ଗୋଟେ ଆଶ୍ରମ ନେଇଛନ୍ତି, ବହୁତ ଜିନିୟସ ଷ୍ଟୁଡେଣ୍ଟ ବି ଥିଲେ। ହୁଁ ହୁଁ ସେକ୍ରେଟାରିଏଟ ରେ ଜବ୍ ବି କରୁଥିଲେ। ଜବ୍ ସିଏ ମୋ ବିଫୋର ମ୍ୟାରେଜ ଆମର ପ୍ରସ୍ତାବ ପଡିଲାର 20 ଇୟର୍ସ ପରେ ଆମର ମ୍ୟାରେଜ ହେଇଥିଲା। ହୁଁ ତ ଆଜି ଡେଟରେ ସିଏ ମୋ ପାଖରେ ବି ରହିପାରୁନାହାନ୍ତି, କି ମୁଁ ତାଙ୍କୁ ଚାହିଁଲେ ବି ରହିପାରୁନି। ଆମେ 2 ଜଣ ଅଲଗା ଅଛୁ, ସେ ପାଇଁ ବି ମୁଁ ବହୁତ କଷ୍ଟ ହେଇଥିଲା ମୋ ଭିତରେ, ହୁଏତ ହୁଁ ମୋର ହୁଁ ପୂର୍ବ କଣ ଥିବ। ହୁଁ ହୁଁ ହୁଁ
ମୋ ପ୍ରତି ମୋର ଯୋଉ ଅନ୍ତରାତ୍ମା ସମାଜ ସହିତ ସଂସାର ସହିତ ଆଡଜଷ୍ଟ କରିବା ପାଇଁ ପ୍ରତି ମୁହୂର୍ତ୍ତରେ ମତେ ବହୁତ କଷ୍ଟ ଦେଇଛି, ହୁଁ ବହୁତ ଯନ୍ତ୍ରଣା ବି ଦେଇଛି। ହୁଁ ସେପାଇଁ ବି ମୋ ମୁହଁରେ ବହୁତ ଲୁହ ଆସିଥିଲା ସାର୍। ଆଜି ବହୁତ ହାଲକା ଲାଗୁଛି ଆପଣଙ୍କ ଦୟାରେ। ହୁଁ। ଚलो ଠିକ ଅଛି ସେଟା ଲାଗୁଛି କାହିଁକିନା ଅନ୍ତରାତ୍ମା ଯେତେବେଳେ ଆପଣ ରିଲାକ୍ସ କରିଦଉଛନ୍ତି ବହୁତ ଅନ୍ତରାତ୍ମା ମାନେ ବହୁତ ହାଲକା ଲାଗିବ, ଖାଲି ହାଲକା ନାହିଁ ବହୁତ ହାଲକା। ଓକେ ରିଲାକ୍ସ ହେଇଯାଆନ୍ତୁ ହଁ ଚलो। ସୁଦୀପା ଆସ। ପ୍ରଣାମ ଗୁରୁଜୀ। ହଁ ନମସ୍କାର କୁହ। ମୋ ବାପା ମାମାଙ୍କୁ କେବେ ବି ଭୁଲ ମାଗେନି, ହୁଁ ଜାଣିବାରେ କେବେ ବି ତାଙ୍କୁ କୌଣସି କଷ୍ଟ ଦେଇନି। ହୁଁ ଫିର ବି ମୁଁ କେବେ କୌଣସି ହୁଏତ ମୋ କାମରେ କୌଣସି ସେ ଦୁଃଖ ପାଇଥିବେ କିନ୍ତୁ ମତେ ସେ ବହୁତ କଷ୍ଟରେ ଏଇ ଜାଗାରେ ଆଣିକି ପହଞ୍ଚେଇଛନ୍ତି। ହୁଁ କିନ୍ତୁ ମୁଁ ତାଙ୍କୁ କେବେ କୌଣସି ପାଇଁ ଭୁଲ ମାଗିନି। ଆଚ୍ଛା ଆଉ ମୁଁ ଯେତେବେଳେ ମୋର ମ୍ୟାରେଜ ହେଇଥିଲା ସେ ହଁ ହଁ ମାମା ମତେ କହିଥିଲା ଯେ କେବେ କୋଉଠି କାହାକୁ କଷ୍ଟ ଦବୁନି। ହୁଁ ସେଇଥିଲାଗି ମୁଁ ମତେ ଅଧିକରୁ ଅଧିକ କଷ୍ଟ ମୋର ମଦର ଇନ ଲ ହିଁ ଦେଇଛନ୍ତି। ସେ ମାନେ ମୁଁ ଭୁଲ ନ କରି ଥାଇକିରି ବି ମୁଁ ତାଙ୍କୁ ପାଦ ଧରି ରିଅଲରେ ବି ଭୁଲ ମାଗିଛି ଶାନ୍ତି ହୁଁ ପାଇଁ। ଫିର ବି ସେ ବୁଝୁନାହାନ୍ତି। ଆଉ ଏଇଟା ଯୋଉଟା କି ହଜବେଣ୍ଡ ବି କେବେ ହୁଏତ ତାଙ୍କ ମନରେ ଥିବ କିନ୍ତୁ ମୁଁ କେବେ ବି ସେ ମତେ ମୁହଁ ଖୋଲି କହିବି ନାହାନ୍ତି। ଆଉ ଯୋଉଟା କି ମୋ ସେ ମତେ କେବେ କୌଣସି ଇଏରେ କରୁନାହାନ୍ତି ବୋଲି ତ ସେଇଟା ଆଉ ମୁଁ ଏଥିପାଇଁ ମୁଁ ମୋ ବାବା ମାଙ୍କୁ ବି ମୁଁ କହିପାରେନି ମତେ ଏମିତି ଯେହେତୁ ଆଉ ଗୋଟେ ଜିନିଷ ମୋର ବି ଝିଅ ବୋଲି ବି ବହୁତ କଥା କୁହନ୍ତି। କିନ୍ତୁ ହଜବେଣ୍ଡ ବହୁତ ସପୋର୍ଟ କରନ୍ତି। ଆଉ ମାନେ ଶାଶୁ ବାହାର ବି କରିଦେଇଛନ୍ତି ଘରୁ। ହୁଁ ହୁଁ ମୁଁ ତାଙ୍କୁ କେବେ ବି କ୍ଷମା କରିପାରେନି ହଁ ପାରିନଥିଲି। ଆଜି ମୁଁ ନିଜେ ତାଙ୍କୁ ରିଅଲରେ ଭୁଲ ମାଗିଥିଲେ ବି ମୁଁ ହଁ ସେଇଦିନ ଏମିତି କାନ୍ଦିଥିଲି ଆଉ ଆଜି କାନ୍ଦୁଛି ଆଉ ନିଜକୁ ମୁଁ କେବେ ଭୁଲ ମାଗି ନଥିଲି। ହୁଁ ହୁଁ ଆଜି ମୁଁ ନିଜକୁ ଭୁଲ ମାଗି ପାରିଛି। ହୁଁ ଆଉ ଯାହା ମନମାନି କରିଥିଲି କି ମୋ ବାବା ମାମାଙ୍କୁ ମନମାନି ମୋର ସବୁ ଇଚ୍ଛା ପୂରଣ କରୁଥିଲେ କିନ୍ତୁ କେବେ ବି ଭୁଲ ମାଗି ନଥିଲି ଅନ୍ତରରୁ। ଥ୍ୟାଙ୍କ ୟୁ। चलो बहुत सुंदर बहुत सुंदर बहुत सुंदर वेरी गुड। संदीप्ता रिलैक्स हूँ आसा। ସାର୍ ଥ୍ୟାଙ୍କ ୟୁ हम्म, ସୋ ମଚ୍। अच्छा ଗୋଟେ ଜଏଣ୍ଟ ଫ୍ୟାମିଲିରେ ମୁଁ ଦେଖିଛି କି ମୋ ବାପା ଏକୁଟିଆ ଜଣେ ଇନକମ କରୁଥିଲେ ସମସ୍ତେ ସେଥିରେ ଚଳୁଥିଲେ। ଆମେ ଗରିବୀଟା କଣ ଆମେ ଦେଖିଛୁ ଆଉ ସେତେବେଳେ ମୋ ବାପା ମା ଠିକ ସେ ଖାଇ ପାରନ୍ତିନି ଆମକୁ ଖୁଆଇବା ପାଇଁ ପଢେଇବା ପାଇଁ। रिलैक्स टिके आराम से रिलैक्स ହେଇଯାଅ ଇମୋସନ ଆଟାଚ କରନି କହିଲା ବେଳେ କଷ୍ଟ ଦବ। ସେମାନଙ୍କୁ ସେମାନେ ବହୁତ କଷ୍ଟ କରିଛନ୍ତି। ହୁଁ ଆମେ ଭାଇ ଭଉଣୀ 5 ଜଣ ଆମକୁ ଭଲସେ ପଢେଇଛନ୍ତି ହୁଁ ଆଉ ତାଙ୍କର ଗୋଟେ ଖ୍ୱାହିଶ ଥିଲା କି ମୁଁ ଇଣ୍ଡିଆର ବେଷ୍ଟ ସିଙ୍ଗର ହେଇକି ବାହାରିବି କିନ୍ତୁ ଗୋଟେ ଏମିତି ସିଚୁଏସନ ଆସିଲା କି ମୋର ବ୍ୟାକ ସପୋର୍ଟ କିଛି ନଥିଲା ମୋର ଗଡ ଫାଦର କେହି ନଥିଲେ ଯୋଉଥିପାଇଁ କି ଆଜି ମୁଁ ଗୋଟେ ଏମିତି ଜାଗାରେ ପାଦ ଦେଇଛି କି ମୁଁ ସେଠି ଥାଇକି ମୁଁ କାହାର କିଛି ସେବା ବି କରିପାରୁନି କାହା ପାଖରେ ଛିଡା ହେଇ ପାରୁନି ମାନେ ଗୋଟେ ଟାଇମରେ ଯୋଉଠି ସେମାନଙ୍କ ଖରାପ ସମୟରେ ହଉ କି ତାଙ୍କ ଦେହ ଖରାପ ଟାଇମରେ ବି ମୁଁ ଛିଡା ହେଇ ପାରୁନି। ହୁଁ ସେମାନେ କଷ୍ଟ ପାଇ ପାଇ ଯନ୍ତ୍ରଣା ପାଇ ପାଇ ସେମିତି ଅନ୍ୟ ହାତରେ ମେଡିସିନ ମଗେଇକି ଖାଉଛନ୍ତି ସେଇ ସବୁ ଜିନିଷ ଗୁଡାକ ମତେ ବହୁତ କଷ୍ଟ ଦଉଛି। ହୁଁ କାରଣ ଆମକୁ ମଣିଷ କରିବା ପାଇଁ ସେ ବହୁତ କଷ୍ଟ କରୁଛନ୍ତି ସେଥିପାଇଁ ତାଙ୍କୁ ମୁଁ ସରି ମାଗି ପାରିଲି। ହୁଁ ଆପଣଙ୍କ ଥ୍ରୋରେ ଆଉ କହିପାରିଲି କି ଯେ ମୁଁ ତାଙ୍କ ପାଖରେ ଜନ୍ମ ହେଇକି ନୁହେଁ ସେ ମୋ ବାପା ମା ଏମତି ଯେ ସେଥିପାଇଁ ତାଙ୍କୁ ଥ୍ୟାଙ୍କ ୟୁ ସୋ ମଚ୍ କି ଭଗବାନ ମତେ ତାଙ୍କ ଭଳିଆ ବାପା ମାଙ୍କୁ यस
ସଂଯୁକ୍ତା ଗାଡି ଚଲାଉଛ ସେଥିପାଇଁ। ହଉ, ଗାଡି ଚଲେଇଲେ ସମସ୍ୟା ହବ। Yes. ସଂଯୁକ୍ତା ଆଉ ଆସୁନି ଭଏସ ତମର। ହଉ ଟିକେ ରିଲାକ୍ସ ହେଇଯାଅ, କିଛି ଅସୁବିଧା ନାହିଁ। ଏବେ ସୁଯୋଗ ମିଳିଲା ଆମକୁ ଏ ପ୍ରକ୍ରିୟାରେ। ହଁ, ଆମେ କ୍ଷମା ପ୍ରାର୍ଥନା କଲେ। ଆସନ୍ତୁ କଳାକାର ସୁରେନ୍ଦୁ ଚୌଧୁରୀ। ସାର୍ ନମସ୍କାର। ନମସ୍କାର। କଣ ଆଜି ରିଏଲରେ କାନ୍ଦିଲେ ଆଜି ନା ନାଟକର କଥା ଭୁଲିଗଲେ ଆଜି? ମୁଁ ଯୋଉ ଆପଣଙ୍କର ଗୋଟେ ଆଚ୍ଛା, ଲୋକଙ୍କୁ କନ୍ଦଉଥିଲେ ଆଜି କାନ୍ଦିଲେ? ବର୍ଷ ହେଲା ବାପା ଥିଲେ, ହୁଁ ବାପା ବର୍ଷ ହେଲା ହୁଁ 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 ଯାତ୍ରା ବାପାଙ୍କର କ୍ରିୟା ବି କରିପାରିନି, ହୁଁ। ଡ୍ୟୁଟି ଆଚ୍ଛା କରିବାକୁ ପଡିଲା। ଆଚ୍ଛା ବାଥରୁମ ବାପାଙ୍କର ବି ବର୍ଷିକିଆ ଯାଇନି। ଆଚ୍ଛା। ମତେ ବାପା ବହୁତ ଭଲ ପାଆନ୍ତି, ହେଲେ ମୁଁ ତାଙ୍କର ଶେଷ ସମୟରେ ତାଙ୍କୁ କିଛି ବି କରିପାରିଲିନି। ଓକେ ଓକେ ଓକେ, ରିଲାକ୍ସ 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 ରିଲାକ୍ସ। ଚलो, ତାକୁ ଆଉ ବେଶୀ ଇମୋସନ ଦେବାନି, ଇମୋସନ ଦେବାନି। ଓକେ, ସୁଯୋଗ ମିଳିଲା, ଆମେ କେବେ କ୍ଷମା ମାଗୁନଥିଲେ, ଜାଣିନଥିଲେ ଏମିତି ମାଗିବା। ଗୋଟେ ପ୍ରକ୍ରିୟା ସୁଯୋଗ ମିଳିଲା ଏଥିରେ ମାଗିବା ପାଇଁ, ମାଗିଲେ। କିଛି ତାପରେ ଆଉ ବେଶୀ ଇମୋସନ ଆଟାଚ କରନ୍ତୁନି, କଷ୍ଟ ହବ। ହୁଁ, ରିଲାକ୍ସ ହେଇଯାନ୍ତୁ। ଦେଖନ୍ତୁ ଆଜି ଯାଏ ଆପଣ ଭିଲିଏନ ହେଇକରି ଲୋକଙ୍କ ମୁହଁରେ ଲୁହ ଝରଉଥିଲେ। ଆଜି ଗୋଟେ ସମୟ ଆସିଲା, ସେ ଭିଲିଏନ ଆଜି ଆପଣଙ୍କ ଆଖିଠୁ ଲୁହ ବାହାରୁଛି। ଓକେ, ହଉ ରିଲାକ୍ସ ହେଇଯାନ୍ତୁ, ଏକଦମ ରିଲାକ୍ସ ହେଇଯାନ୍ତୁ। ସମୟ ଗୋଟେ ମौका ମିଳିଲା, ମौका ମିଳେନି, ହଁ, ମିଳିଲା ଆମକୁ, ସୁଯୋଗ ମିଳିଲା କରିବା ଗୋଟେ ନୂଆ ଏକ୍ସପିରିଏନ୍ସ ନେଲେ ଲାଇଫରେ। ସୁଭଦ୍ରା ରାଣୀ ଆସ। ଗୁରୁଜୀ ପ୍ରଣାମ। ହୁଁ, କୁହ। ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ମୁଁ କେମିତି ମୋ ବାପା ମାଙ୍କୁ ମୁଁ ଭୁଲ ମାଗିବି, କାହିଁକି ନା ମୋ ଉପରେ ଜଣେ ବଡ ଭାଇ ଥିଲେ, ହୁଁ ସେ ତାଙ୍କ 14 ବର୍ଷରେ ଡେଥ ହେଇଯାଇଥିଲା। ହୁଁ ତାପରେ ମୁଁ କେବେ ବି ଦୁଃଖ ଫିଲ୍ କଲି। ବାପା କାମ କରିକି, ବାପା ଜଣେ ଫାର୍ମର, କାମ କରିକି ମତେ ବହୁତ ପାଠ ପଢେଇଛନ୍ତି। ହୁଁ ଆମେ ହୁଁ ଯାହା ମୁଁ ଯେତେବେଳେ ଚାହିଁଛି ହୁଁ ମତେ ହୁଁ କରୁଛନ୍ତି, ମୁଁ କେବେ ବି ତାଙ୍କ ଦୁଃଖ, ବାପା ମା ଏବେ ଏକୁଟିଆ ଗାଁରେ ରହୁଛନ୍ତି। ମୋର ବର୍ଷେ ହେଲା ଏ ଦେହ ଖରାପ ହବା ଠାରୁ, ଡିପ୍ରେସନ ଯୋଉ ବାହାରିଲା, ମୋ ପାଖରୁ ସମସ୍ତେ କେତେ କଥା ତାଙ୍କୁ କହିଛନ୍ତି, ହେରାସମେଣ୍ଟ ପାଇଛନ୍ତି। ହୁଁ ହୁଁ ମୁଁ ହୁଁ ତାଙ୍କ ପାଇଁ କିଛି କରିପାରିନାହିଁ। ଏମିତି ବି ମୋ ହଜବେଣ୍ଡ ବି ତାଙ୍କୁ ବହୁତ କଥା କହିଛନ୍ତି। ହୁଁ। ଓକେ ଓକେ ମୁଁ ଓକେ। ତାଙ୍କୁ କ୍ଷମା ମାଗି ପାରୁଛି, ଆପଣଙ୍କ ଦୟାରୁ କ୍ଷମା ମାଗି ପାରୁଛି, ମୁଁ ବହୁତ ମାନେ ଖୁସି ଲାଗୁଛି। ହଉ ହଉ, ହଠାତ୍ ଇମୋସନ ହଟାନ୍ତୁ। ଥିଲା, ହଟିଗଲା, ଏବେ ଅନ୍ତରାତ୍ମା ଖାଲି ହେଇଗଲା, ବହୁତ ରିଲାକ୍ସ ମିଳିବ ଲାଇଫରେ। ଟେନସନ ନାହିଁ, ପାପ ଧୋଇଗଲେ। ହୁଁ, ଜୀବନରେ ଏମିତି ବହୁତ ସାରା ଆମେ ଭୁଲ କରିଛେ, ଯୋଉଥିରେ କି ଆତ୍ମା ଦୁନିଆରେ ସବୁବେଳେ ରୁହେ। ଆତ୍ମା କେବେ ମରେନି। ଆଉ ଆତ୍ମା ଯଦି କାହାର ପ୍ରତିଶୋଧ ନେବା ପାଇଁ ଅଛି, ତାହେଲେ ଆପଣଙ୍କ ଜୀବନରେ ବହୁତ ସମସ୍ୟା କରିବ। ମୁଁ ଦେଖିଛି ପାଷ୍ଟ ଲାଇଫ ରିଗ୍ରେସନରେ ବହୁତ ଲୋକଙ୍କୁ, ସେମାନେ ଛଟପଟ ହୁଅନ୍ତି, ବଞ୍ଚି ପାରନ୍ତି ଠିକରେ। ପୂର୍ବ ଜନ୍ମରେ ଏମିତି ସବୁ ପାପ କରିଥିବେ, ଯୋଉଥିପାଇଁ ଏଇ ଜନ୍ମରେ ତାଙ୍କୁ ଘାଣ୍ଟିବାକୁ ପଡୁଛି। ତ ସେଇଠୁ ମୁଁ ଦେଖିଛି ବହୁତ ଲୋକଙ୍କୁ ବି ରିଲିଜ କରେଇଛି, ଯେ ସେମାନଙ୍କ ପୂର୍ବ ଜନ୍ମକୁ ନେଇକି ସମସ୍ୟା କୋଉଠି ସେ ଜଡ ବାହାର କରିଛି, ଆଉ ପ୍ରେଜେଣ୍ଟ ଲାଇଫରେ ତାଙ୍କୁ ବଞ୍ଚିବା ପାଇଁ ମୁଁ ସୁଯୋଗ ଦେଇଛି। ଆଉ ଆଜି ସେମାନେ ଖୁସିଆଲରେ ଅଛନ୍ତି, ଭଲ ଲାଗୁଛି। କାରଣ ଆପଣମାନେ ସେ ପ୍ରକ୍ରିୟା ବୁଝିନାହାନ୍ତି, ତେଣୁ ଆପଣଙ୍କୁ ଲାଗୁଥିବ ଏଇଟା ଗୋଟେ ଡିଫରେଣ୍ଟ, ଏଇଟା ଗୋଟେ ଇଏ। ବଟ୍ ହଁ, ଇଏ ହିଁ ସତ୍ୟ। ଯାହା ସହିତ ଆପଣ ଯାହା ଘଟେଇଛନ୍ତି, ସେ ଆତ୍ମା କେବେ ଛାଡିବନି ଆପଣଙ୍କୁ। ଆଜି ଆପଣଙ୍କୁ କିଏ 50 ଲକ୍ଷ ଠକିକି ନେଇଛି, ୟେସ୍, ଆପଣ ପୂର୍ବ ଜନ୍ମରେ ନେଇଛନ୍ତି, ସେଥିପାଇଁ ଆଜି ସାମ୍ନା କରିବାକୁ ପଡୁଛି। ସେଥିପାଇଁ ସାମ୍ନା କରିବାକୁ ପଡୁଛି। ଆଜି ଆପଣଙ୍କର ଘର ଭିତରେ ଯଦି ହଜବେଣ୍ଡ ୱାଇଫ ଭିତରେ ସମ୍ପର୍କ ନାହିଁ, ତାହେଲେ ପୂର୍ବ ଜନ୍ମରେ କିଛି ସମସ୍ୟା ଘଟିଛି, ଯାହାଫଳରେ କି ଆଜି ଏଇ ସମସ୍ୟା ଆପଣ ଉପୁଜୁଛି।
ଓକେ ଯିବା ସମସ୍ତଙ୍କ ଟିକେ ଇଚ୍ଛା ଥିବ ଆଜି ଏକ୍ସପିରିଏନ୍ସ ସେୟାର କରିବା ପାଇଁ। ମହେଶ୍ୱତା ଆସ, ଲେଡିଜ ଫାଷ୍ଟ କରିଦଉଛି ତାପରେ ଯେମିତି ଯିବା। ମହେଶ୍ୱତା ଆସ। ନମସ୍କାର ନମସ୍କାର କୁହ। ସାର୍। ମୁଁ ଆଜି ମୋ ମାଙ୍କୁ ବହୁତ ପାଖରୁ ସାର୍ ଦେଖିଛି, ପିଲାବେଳଠୁ ମାଙ୍କ ମୁହଁ ଦେଖିନଥିଲି। ସାର୍ ଆପଣ ଆଜି ତାଙ୍କୁ ମୋ ଆଗକୁ ଆଣିଥିବାରୁ ବହୁତ କୃତଜ୍ଞତା। ଆଉ ସାର୍ ମୁଁ କାଲିଠୁ କାହିଁକି ଏତେ ପ୍ରୋବ୍ଲେମରେ ପଡିଛି, କାଲି ଆପଣଙ୍କ ମିଟିଂ ଇଏ କରୁ କରୁ ସାର୍ କାଲି ମୁଁ ନିଦରେ ଶୋଇ ଯାଇଥିଲି ବୋଧେ 10:30 ପାଖରୁ। ସାର୍ ମୁଁ କିଛି ଆଉ ଇଏ କରିପାରିନାହିଁ। ଆଜି ବି ଉଠିକି ବହୁତ ଲେଟରେ ବି ସାର୍ ମୁଁ 5:20ରେ ବୋଧେ ମିଟିଂ ଜଏନିଂ କରିନି, ଦେଖିଲା ବେଳକୁ ମୋବାଇଲରେ ବି ଚାର୍ଜ ନାହିଁ। ବହୁତ ପ୍ରୋବ୍ଲେମ କଣ ପାଇଁ ସାର୍ ମୁଁ ଜାଣିପାରୁନି। ଆଉ କାଲି ବି ମୁଁ ବହୁତ ଖରାପ ସ୍ୱପ୍ନ ବି କିଛି ଦେଖିଲି ସାର୍। ମୁଁ ସେ ସ୍ୱପ୍ନ କଣ ପାଇଁ ମୁଁ ବି କିଛି ଫିଲ୍ କରିପାରୁନି, କିନ୍ତୁ ଆଜି ଯାହାବି ସେ ବାସ୍ତବ ଥିଲା। କିନ୍ତୁ ବର୍ତ୍ତମାନ ମୁଁ ମୋ ମାଙ୍କୁ ଦେଖି ବହୁତ ଖୁସି ଲାଗୁଛି। ଛୋଟବେଳଠୁ ମୁଁ ଚାଲ ଠିକ ଅଛି, ଦେଖ ତମେ ଏପର୍ଯ୍ୟନ୍ତ ସେ ନକାରାତ୍ମକ ଦୁନିଆରୁ ବାହାରିନ, ତମ ମନରେ ଏପର୍ଯ୍ୟନ୍ତ ସେ ଭୟ ଯାଇନି, ସେ ଫିଅର ଯାଇନି, ସେ ଓରି ଯାଇନି, ସେ ଫ୍ରଷ୍ଟ୍ରେସନ ଯାଇନି। ତେଣୁକରି ସବୁ ଜିନିଷ ଘଟୁଛି। ଚେଷ୍ଟା କରନ୍ତୁ ଏ ପ୍ରକ୍ରିୟାରେ ଆହୁରି ସମୟ ଦେବା ପାଇଁ ନିଜ ପାଇଁ, କାହିଁକିନା ମନରେ ବହୁତ ଭୟ ଭିତରେ ଆପଣ ଚାଲିଛନ୍ତି। ସେ ଭୟ ଭିତରେ ରହିଲେ ଜୀବନକୁ ଆଗକୁ ଲିଡ୍ କରିପାରିବେନି, କରିପାରିବେନି। ବାହାରନ୍ତୁ ସେ ଭିତରୁ, ଯଥାଶୀଘ୍ର ବାହାରନ୍ତୁ। ଆଲୋକ ଆସ। ଗୁରୁଜୀ ପ୍ରଣାମ। ନମସ୍କାର କୁହ। ଛୋଟବେଳୁ ବାବା ମା କେତେ କଷ୍ଟ ଦୁଃଖରେ ଆମକୁ ବଡ କରିଛନ୍ତି, ହେଲେ ବି ମୁଁ ପ୍ରାୟ ଟାଇମ୍ ମାଆକୁ ମୁଁ ଗାଳି କରିଦିଏ। ଆଚ୍ଛା। ଆଜି ଯାଇ କେବେ କ୍ଷମା ମାଗିନି। ଆଜି ଆପଣଙ୍କ ଥ୍ରୋରୁ କ୍ଷମା ମାଗିଥିବାରୁ ମୁଁ ଆପଣଙ୍କୁ ଅଶେଷ ଧନ୍ୟବାଦ ଦେଇଛି। ହଁ ହଁ ଆଉ ମୋ ସ୍ତ୍ରୀ କୁ ବି ଛୋଟିଆ ଛୋଟିଆ କଥାରେ ଗାରୁ ଗାରୁ ହୁଏ, ପୁଣି ଆଉ ଥରେ ମନ ବୁଝିଯାଏ, କଥା ହୁଏ, ବାକି କେବେ ନିଜକୁ କ୍ଷମା ମାଗିବାକୁ ସୁଯୋଗ ମିଳୁନଥିଲା। ତେଣୁ ଆପଣ ପରି ଗୁରୁ ମିଳିଥିବାରୁ ମତେ ବହୁତ ଧନ୍ୟବାଦ ଗୁରୁଜୀ। ଆଚ୍ଛା ଆଉ ଆଚ୍ଛା। ମୋର ଯାହା ପ୍ରୋବ୍ଲେମ ଥିଲା, ମୁଣ୍ଡ ଯାଇ ଯାଇକି ଛାତି ଧୀରେ ଧୀରେ କମି ଯାଉଛି। କାଲି 2-3 ଦିନ ତଳେ ବି ଏକ୍ସପିରିଏନ୍ସ ଯାହା ଆପଣ ପାଠ୍ୟକ୍ରମ ଦେଇଥିଲେ, ଯୋଉ ସ୍ମେଲ ଆଉ ପର ବି ଆପଣଙ୍କୁ ଫଟୋ ପଠେଇଥିଲି, କେବେ ବି ମୁଁ ସେ ଜାଗାରେ ପର ଦେଖିନି ପରୀଙ୍କର। ଆଉ କେତେବେଳେ କେତେବେଳେ ଲାଗୁଛି ଏଇଟା ସତ୍ୟତା କି ନା, ତାକୁ ସତ୍ୟତା ମାନିକି ହିଁ ଚଳିବାକୁ ଚାହୁଁଛି। ୟେସ୍ ଆଉ ଆପଣଙ୍କ ୟେସ୍। ସାଥେ ସଦା ସର୍ବଦା ରହିବାକୁ ଚାହୁଁଛି କରୁଛି। ଠିକ ଅଛି ଠିକ ଅଛି, ହଉ ହଉ, ଚାଲ ବହୁତ ବଢିଆ। ମନ ଆମକୁ ବହୁତ ସାରା ଦ୍ୱନ୍ଦ୍ୱରେ ପକେଇବା, ମୁଁ ପାଠରେ ଶିଖେଇଛି। ଆମେ ସେ ଦ୍ୱନ୍ଦ୍ୱରେ ଫସିବାନି, ଫସିବାନି। ଫସିବା ମାନେ ଗଲା, ସେଇ ଦୁନିଆକୁ ପଳେଇବ। ପୃଥ୍ୱୀରଞ୍ଜନ ନମସ୍ତେ ସାର୍। କୁହ। ନମସ୍କାର। ମୋର ବହୁତ ବଢିଆ ଫିଲିଙ୍ଗସ୍ ହେଲା। ପୂର୍ବରୁ ମୋ ବାପା ମାଙ୍କୁ ଫିଜିକାଲ ବି କ୍ଷମା ପ୍ରାର୍ଥନା କରିଥିଲି ଗୋଟିଏ ଗୁରୁଜୀଙ୍କ ପୂର୍ବରୁ, ଟିକେ ସାୟଦ ଆମା ଭଗବାନ ଅଛନ୍ତି ନେଲୁ, ତାଙ୍କ ସ୍କୁଲରେ କରିଥିଲି। ହୁଁ କିନ୍ତୁ ଆଜି ବି ମୁଁ ସମସ୍ତଙ୍କ ପାଖରେ ଯାହା ଯାହା ପାଖରେ ମୁଁ ଭୁଲ କରିଥିଲି କ୍ଷମା ପ୍ରାର୍ଥନା କରି ମତେ ବହୁତ ଖୁସି ଆନନ୍ଦ ମିଳୁଛି। ମୁଁ ଜାଣିଛି ମୋର ଭୁଲ ଟା କୋଉଠି, ମୁଁ କାହା ପାଖରେ କଣ କ୍ଷତି କରିଛି। ହୁଁ ହୁଁ। ମୋ ଆତ୍ମାକୁ ବହୁତ ଶାନ୍ତି ଲାଗୁଛି। ଚାଲ ଏନ୍ଜୟ କର, ଲାଇଫକୁ ଏନ୍ଜୟ କର। ଥ୍ୟାଙ୍କ ୟୁ।